ମାନେ ପିଲାଟା ଅକ୍ଷର ଓଲଟା ପଢିବ ଠିକ ସେ ପଢି ପାରିବନି ଇଏ ଗୋଟେ ଡେଫିସିଏନ୍ସି ପିଲା ମୋର ଡେଫିସିଏନ୍ସି ମାନେ ଆମ ପିଲାଙ୍କୁ ଚିହ୍ନି ପାରିବି ଆଜି ଦେଖିବି କାଲି ଚିହ୍ନି ପାରିବି କେବେ ବି ଆମ ସ୍କୁଲରେ ଆମ ଦିଦି ମାନଙ୍କୁ ଭୁଲ ଭାଲ କରି ନାଁ ଧରି ଡାକି ଦେଉଛି ବେଳେ ବେଳେ ଦିଦି ପଚାରୁଛି ଆପଣ ନାଁ କଣ ଲାଜ ଲାଗୁଛି କଥା କଣ କରିବି ଓଲଟା ସେଟା ହେଇଯାଉଛି କଣ କରିବି ମୁଁ ଟିଚର ସ୍ପେଶାଲିଷ୍ଟ କଣ ସେ ଜିନିଷ ମୋ ଅଭାବ ଅଛି ବୋଧେ ପାରଲେ ମୋର ଅନେକ ଗୁଡେ ସ୍ମୃତି ଜଡ଼ିତ ତେଣୁ ମୁଁ କହୁଛି କାହିଁକି ଏଠିକି ଆସିଲି ମୁଁ ପିଲାଙ୍କ ଆସକ୍ତି ହେଉଛି ପାଗଳ ପ୍ରଥମ ଯେତେ ଆଟାଚମେଣ୍ଟ ତା ସହିତ ବଢିଯିବ ତମେ ଆଟାଚମେଣ୍ଟ ଯେତେବେଳେ ଛାଡ଼ିବ ଜୀବନ ବହୁତ କଷ୍ଟ ପାଇବ ଗୋବିନ୍ଦଙ୍କ ପିଲାମାନେ ଆଟାଚମେଣ୍ଟ ବହୁତ ବଢିଯାଇଥିଲା କଳ୍ପନା କରିପାରିବ ଏତେ ଆଟାଚମେଣ୍ଟ ହେଇଯାଇଥିଲା ଇଭିନ୍ କୌଣସି ଯେତେ ପ୍ରବଳ ଆଟାଚମେଣ୍ଟ ଯଦି ସ୍କୁଲରେ ଦଶମ ପିଲା କିଛି ଭୁଲ କଲେ ପ୍ରିନ୍ସିପାଲ ମତେ କହିବେ ସାର୍ ଆପଣ ପିଲା ଏମିତି କରୁଛନ୍ତି ଖୁସି ଲାଗେ ଯେ ଦଶମ ପିଲା ପ୍ରିନ୍ସିପାଲ ଖରାପ କରୁଛନ୍ତି ଆପଣ ସେଠି ସବୁ ଦଶମ ପିଲା ହୁଏ ମୋ ଯାହା ହବ ଭୁଲ କଲା ମୋ ଦୋଷ କୌଣସି ଦଶମ ପିଲା ଯଦି ସେଠି ଭୁଲ କରେ ସେଟା ରାୟ ସାର୍ ଦୋଷ ମତେ ଖୁସି ଲାଗେ ସେ ଦୋଷ ବହନ କରିବାକୁ ଯାହା ହଉ ସାର୍ ମାନେ ବୁଝିଲି ମୋ ପିଲା ସେଠୁ ସବୁ ପିଲାମାନଙ୍କୁ ଡାକନ୍ତି ବାବା ବୋଲି ଡାକନ୍ତି କି ସାର୍ ବୋଲି ଡାକନ୍ତିନି ପିଲାଙ୍କ ସହିତ ସେଇଟା ସମୟ ବିତେଇ ଯେତେବେଳେ କଥା ହଉଛି ଯେ ବାଙ୍ଗଲାକୁ ଆସିଲି ସବୁଠୁ ବଡ଼ ଅସୁବିଧା ହେଲା ତମ ଝିଅ ପିଲା ମୋ ପୁଅ ପିଲା ତା ପଛରେ ଆଉ ଗୋଟେ ବଡ଼ ଅସୁବିଧା ମୁଁ ବାହା ହେଇନି ଆଉ ଗୋଟେ ବଡ଼ ଅସୁବିଧା ହେଲା ତେଣୁ ତମ ସହିତ ଏତେ ସମ୍ପର୍କ ନିର୍ଭର କରିପାରିଲେ ସମ୍ଭବ ନୁହେଁ କୌଣସି କଲେ ସମ୍ଭବ ନୁହେଁ ବହୁତ ପିଲାଙ୍କଠାରୁ ଯେଉଁ ଆଟ୍ରାକ୍ସନ କମିଯିବ ପିଲାଙ୍କଠାରୁ ଆଟ୍ରାକ୍ସନ କମିଯିବ ସେଇଠି ବୋଧେ ଈଶ୍ୱର ଗୋଟେ ଶେଷ ସହଜ ଲାଭଶାସନ ପଠେଇଦେଲେ କୌଣସି ଗୋଟେ ପୁରୁଷ ପୁଅ ଯେଉଁ ସ୍କୁଲରେ ଚାକିରି କରୁଥାନ୍ତି ମୋ ଆଟ୍ରାକ୍ସମେଣ୍ଟ ବଢି ଯାଉଥିଲା ଘରକୁ ଯାଉନଥିଲି ମୋତେ ଭଲ ଲାଗେନି ମୋତେ ମୋ ସବୁଠୁ ଫେଭରାଇଟ୍ ପ୍ଲେସ୍ ମୋ ସ୍କୁଲ ମୋତେ ଭଲ ଲାଗେନି ମୋ ଘର ଫୋନ କରେନି ତୋର ଆମର ମନେ ପଡୁନି ଫୋନ କରି ଯାଉଛି ତୁ ମୋତେ ବଦଳ ହେଇଗଲା କେବେ ମୋ କେବେ ମନେ ପଡୁନି ମୁଁ ଘରେ କାମ ନଥିଲି କିନ୍ତୁ ଯେତେବେଳେ ମୁଁ ଛୋଟ ଘରକୁ ପଳାଏ ମୁଁ ସବୁଦିନ ସ୍କୁଲରେ ବି ଏଭ୍ରିଡେ ଛାଡ଼ିବାକୁ ପଡ଼ିବ ଏରିଆ କହିଲେ ମୋ ଆଟାଚମେଣ୍ଟ ଥିଲା ତାପରେ ଯେମିତି ହେଲେ ମୋତେ ଛାଡ଼ିବାକୁ ପଡ଼ିବ ଆଉ ଭବିଷ୍ୟତ ନିର୍ଦ୍ଧାରଣ କରିବ କ'ଣ ହବ ମୁଁ ତ ବର୍ତ୍ତମାନ ଫୋନ କଲି ଆମର ରିଟାୟାରମେଣ୍ଟ ଲାଇଫ୍ କେମିତି ପଡ଼ୁଛି ଭଗବାନ ଠିକ କରିବେ କେମିତି ମୁଁ ସାର୍ ଭାବିଲି ଭଗବାନ କରିବେ ଠିକ ଆଉ ଦ୍ୱିତୀୟ କଥା ତମେ ଯେତେବେଳେ କଥା ଦେଇଛ ମୁଁ ଯେଉଁ କିଛି କହିବି ଆଗରୁ ବହୁତ ଉଦାହରଣ ଅଛି ଯାହା କହିବି ମୁଁ ଯେଉଁ କଥାଟା କହିବି ଯାହାର ଭଲ ଖାଦ୍ୟ ମତେ ଡାକନ୍ତି ମୋ ନିୟମ ହେଉଛି ପ୍ରଥମେ ନେଇ ଆମେ ତାପରେ ଖାଇବି ଯେତେ ଭଲ ଖାଦ୍ୟ ଅନ୍ୟ ହେଲେ ପ୍ରଥମେ ଥରେ ମୁଁ ଖାଇବି ଅନ୍ୟମାନେ ଯିବିନି ତେଣୁ ଜୀବନରେ କିଛି ପାଇବାକୁ ହେଲେ ଇନ୍ଦ୍ରିୟକୁ ସଂଯମ କରିବାକୁ ପଡ଼ିବ ତମେ ଜାଣିଥିବ ମଣିଷର ସବୁଠାରୁ ବଡ଼ ଶବ୍ଦ ହେଉଛି ତାର ଇନ୍ଦ୍ରିୟ ଇନ୍ଦ୍ରିୟ ଜାଣିଛ ତ ଆଖି ନାକ କାନ ପାଟି ଜିଭ ଚର୍ମ ହେଉଛି ଇନ୍ଦ୍ରିୟ ଇନ୍ଦ୍ରିୟ ହେଉଛି ଗୋଟେ ଅମାନିଆ ଘୋଡ଼ା ପରି ଯେମିତି ତମେ ନୂଆ ବଳଦକୁ ହଳ କରୁଥିବ ତମ ଗାଁରେ ଦେଖିଥିବ ଯେତେ ନୂଆ ତାପରେ ଜୁଆଳି ପକେଇଦବ ସେ ଇଆଡ଼େ ସିଆଡ଼େ ଦୌଡ଼ିବ କେତେବେଳେ ଶୋଇ ପଡ଼ିବ କିନ୍ତୁ 3-4 ମାସ ହଳ କଲା ପରେ
से तुम आयत्त पड़ा जो तुम जहाँ कहीं हो बांग बोली डांग बोली ठीक आम मन बा इंद्रिय होची सेई तरह जिनिस से सब बळे आम चाहिबो बोल माने बोली भारी अमानिया अबलपना जमा कथा मानेनी किंतु तुम यदि थोड़े ताको निज आयत्त को ले आसिबो तुम जहाँ चाहिबो सेया करि नै तेणु जीवन रे किछि निष्पत्ति न किछि भल कथा କରିବା ପାଇଁ ନିଷ୍ପତ୍ତି ନେଉଛ ତାହେଲେ ତାକୁ ଯେତେ କଷ୍ଟ ହଉ ତାକୁ ମାନିବାକୁ ପଡ଼ିବ। ଏବଂ ମୁଁ ଆଗରୁ କହିଥିଲି ଏବେ ବି କହୁଛି ଆମେ ଚାହିଁଲେ କାହାର ବି କେତେବେଳେ ବି କ୍ଷତି କରିପାରିବା। ମୁଁ ଚାହିଁଲେ ତ ମୋର ଟେକାକୁ ବି ମୁଣ୍ଡ ଫଟେଇଦେବି କିନ୍ତୁ ଆମେ ଚାହିଁଲେ କାହାକୁ ସାହାଯ୍ୟ କରିପାରିବାନି। ମତେ ଯଦି ଏବେ ଜଣେ କହେ ସାହାଯ୍ୟ ଗାଡ଼ିରେ ବସେଇ ମତେ ନେଇଯାଆନ୍ତୁ ମାଥିଲେ ମୁଁ ନେଇପାରିବିନି କାରଣ ମୋ ହାତ ଧରିକି ଗାଡ଼ି ଚଲେଇ ପାରିବିନି। ତେଣୁ ସାହାଯ୍ୟ କରିବାକୁ ହେଲେ ସୁଯୋଗ ଆସିବା ଦରକାର। ସୁଯୋଗ ନ ଆସିଲେ ତମେ ସାହାଯ୍ୟ କରିପାରିବନି। ତେଣୁ ଯେତେବେଳେ କେତେବେଳେ ସାହାଯ୍ୟ କରିବାକୁ ସୁଯୋଗ ଆସୁଛି ତମେ ସାହାଯ୍ୟ କର। ଯେମିତି ବ୍ୟାଙ୍କରେ ଆମେ ପଇସା ରଖିଲେ ତାର ଇଣ୍ଟରେଷ୍ଟ ମିଳେ ଆମ ମୂଳ ସହିତ ସୁଧ କିଛି ଆସେ କାହାକୁ ସାହାଯ୍ୟ କଲେ ତା ମୂଳ ସହିତ ସୁଧ ଆସେ। ଯାହା ଜଣକୁ ସାହାଯ୍ୟ କରିବ ସେ ଈଶ୍ୱରଙ୍କ ଆକାଉଣ୍ଟରେ କ୍ରେଡିଟ୍ ହେଇକି ରହିବ। ତମେ ଜୀବନ ଯେତେବେଳେ ତମର ଆବଶ୍ୟକତା ପଡ଼ିବ ଜୀବନ ସେତେବେଳେ ଈଶ୍ୱର ତମକୁ ସାହାଯ୍ୟ କରିବେ। ମୋ ଜୀବନ ବହୁତ ସାହାଯ୍ୟ ପାଇଛି ନହେଲା ସାହାଯ୍ୟ ପାଇଛି ଏଠି କହିବା ସମୟ ନାହିଁ। ଏମିତି ସାହାଯ୍ୟ ପାଇଛି ସିନେମା ଷ୍ଟୋରି ଭଳିଆ ଲାଗେ। ବଲିଉଡ୍ ଫିଲ୍ମରେ ଯେଉଁ ସବୁ ଘଟଣା ଘଟେ ଏମିତି ଘଟଣା ସବୁ ଘଟିଛି। ତେଣୁ ତମେ ସାହାଯ୍ୟ କରିଚାଲ ଜୀବନରେ। କିଛି ଦିନ ମଣିଷ ଜନ୍ମ ପାଇଛନ୍ତି ଈଶ୍ୱରଙ୍କର ସର୍ବଶ୍ରେଷ୍ଠ ସୃଷ୍ଟି ହେଉଛନ୍ତି ମଣିଷ ଦ ବେଷ୍ଟ କ୍ରିଏସନ୍ ଅଫ୍ ଗଡ୍। ତେଣୁ କରିକି ତମେ ତମ